ଏନ୍ତୁଳି ଶାଳରେ ସେକି ସେକି ଆମକୁ ବଡ କଲା। କୋଠିଆ ଖାଇ ବୁଝିବାନୁ କେଉଁରିଆ ତାପରେ କଣ ଅନ୍ତିମ ସମୟ ଜୁଇରେ ମଧ୍ୟ ଦରକାର ହଉଛି ସେଇ କାଠ। ଜନ୍ମ ହେଲେ କାଠ, ଜୀବନ ସାରା ବଞ୍ଚିବା ପାଇଁ ଯୋଗେଇଲା କାଠ, ମରଣ ସମୟରେ ମଧ୍ୟ କାଠ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯଦି ଆମର ସମସ୍ତ ଉପାଦାନ କାଠରେ ଆମର ଆବଶ୍ୟକ ପଡେ, ଦାରୁରୁ ମୋ ଜଗନ୍ନାଥ କହିଲେ ମୁଁ ସେଇ ଦାରୁରେ ତିଆରି ହେବି। ଶ୍ମଶାନ ପର୍ଯ୍ୟନ୍ତ କେବଳ କାଠ ଅପେକ୍ଷା କରି ସେଇ ପକେଇ ଅପେକ୍ଷା କରି ରହିବ। ଗୋଟେ ଶ୍ଲୋକ ଧନାନି ଭୂମନ୍ ପଶବଶ୍ଚ ଗସ୍ତେ କମେଇ ହିଁ ଯେତିକି ଗାଡି ଟଙ୍କା ବ୍ୟାଙ୍କ ବାଲାନ୍ସ ସବୁ ଆପଣ ଅର୍ଜନ କରି ରଖିଛନ୍ତି, ତାକୁ କଣ ଆପଣ ଗଲାବେଳେ ସାଙ୍ଗରେ ନେଇକି ଯାଉଛନ୍ତି? ସବୁ ନେଇ ପଳେଇଲା। ଶୋ ଚକ୍ଷୁରେ ଦେଖିଛ? ଆମେ ଯାଉଥିଲୁ ଇଏ କରିକି ଦେଖିଲୁ ଲୋକଚରିତ ପ୍ରବାଦ ଅଛି, ସିଏ ଗଲା ତାର ଚଳଣି ଜିନିଷ ନିଆରେ କିନ୍ତୁ ଆଜ୍ଞା ସେ ନେଇକିରି ଗଲା ନାହିଁ। ମଶାଣିରେ ଅପେକ୍ଷା କରି ରହିଥାଏ କାଠ କରିବାର ତାତ୍ପର୍ଯ୍ୟ ଧନାନି ଭୌମ। ଜୀବନରେ ଯେତିକି ଆମେ ଧନ ଅର୍ଜନ କରିଛେ ସବୁ ରହିଯିବ ଆଜ୍ଞା ଘରେ। ଧନାନି ଭୌମ ପଶବଶ୍ଚ ଗୋଷ୍ଠୀ ଗୃହପାଳିତ ପଶୁ ଗାଈ ଛେଳି ମେଣ୍ଢା ଯାହା ଜୀବନ କାଳ ଭିତରେ ଆମେ ଅର୍ଜନ କରିଛେ ତାଙ୍କୁ ପାଳି ପୋଷି ବଡ କରିଛେ, କେଉଁଠି ଗଲାବେଳେ ସିଏ ଆଜ୍ଞା ସେଇ ଗୁହାଳ ଭିତରେ ରହିଥିବେ, ବାହାରକୁ ବାହାରିବେନି, ସିଏ ଯିବେ ନାହିଁ। ହାତ କଳସ 8 ଦୀପକୁ ସାକ୍ଷୀ ରଖି ଅଗ୍ନିକୁ ସାକ୍ଷୀ ରଖି ବ୍ରାହ୍ମଣଙ୍କର ମନ୍ତ୍ର ପାଠକୁ ଆମେ ଆଧାର କରି ଯାହାକୁ ଭାବରେ ଗ୍ରହଣ କରିଛେ ପଣ୍ଡିତ ସିଏ ପରା ରହିଯିବ ସେଇଟାରେ ଦୁଆର ବନ୍ଧର ଜୀବ ଚାଲିଗଲା ବେଳେ ସଙ୍ଗରେ କେହି ଯିବେ ନାହିଁ। ଜୀବନ ଯିବା ପ୍ରାରମ୍ଭରୁ ନିଜେ ସାବଧାନ ହୋ ବାବୁରେ, କଳି ଖାଇ ସତ୍ୟର ପ୍ରାଦୁର୍ଭାବ। ଆଜ୍ଞା କାଠ ଗଲା ନାହିଁ, ଖାଦ୍ୟା ଗଲେ ନାହିଁ। ଜନେ ଶ୍ମଶାନେ ବାନ୍ଧବ ବନ୍ଧୁ ବାନ୍ଧବ ଭାଇମାନେ ସାହି ଭାଇମାନେ ପକେଇ ଦେଇ ସଂକୀର୍ତ୍ତନ କରିକି ଶ୍ମଶାନ ତାପରେ ଆଉ କେହି ହେବେ ନାହିଁ। ପୁଅ ସାଙ୍ଗରେ ପୁଅ ମୁଖାଗ୍ନି ଦେଇ ପଳେଇ ଆସିବ, ଚାହିଁବ ନାହିଁ। ଜୀବ କିଏ ନା ଜୀବ ଯିଏ ଜୀବ। ଦ୍ୱିତୀୟ ଆକ୍ଷରିକ ଅର୍ଥରେ କିଏ ସେ ନା ସୁନ୍ଦର ଭାବରେ କଲମ କଲେ ତାକୁ କହିଲେ ନାମରେ ଆସିଛି ନାମରେ ଆସିଛି। ଆରମ୍ଭ ହେଲା ସତ୍ୟନାରାୟଣଙ୍କର ପୂଜା। ଭଗବାନ ଦାସ ସୁନ୍ଦର ଭାବରେ